ମା। ଆମେ ଆଜି ଆଲୋଚନା କରିବା ଚିରନ୍ତନ ବହିର ପୃଷ୍ଠା 128। ଯାହା ଜାଣିଛ ଅଭ୍ୟାସ କର। ଯାହା ଜାଣିଛ ଅଭ୍ୟାସ କର। ମା ଲେଖୁଛନ୍ତି, ଯେତେବେଳେ ତୁମେ ଏପରି କିଛି ପାଇଲ ଯାହାର ଶକ୍ତି ରହିଛି ତୁମ ଅଚେତନତା ଓ ଜଡ଼ତା ଉପରେ ବିଜୟ ହାସଲ ଦିଗରେ ତୁମକୁ ସାହାଯ୍ୟ କରିବା ପାଇଁ, ତେବେ ଶେଷ ପରିଣାମ ଘଟିବା ପର୍ଯ୍ୟନ୍ତ ସେହି ଶବ୍ଦ ବା ବାକ୍ୟରୁ ଉତ୍ପନ୍ନ ହେଉଥିବା ପ୍ରଭାବ ଗୁଡ଼ିକୁ ତୁମେ ନିଶ୍ଚୟ ବିନିଯୋଗ କରି ଚାଲିବ। ତାପରେ ଯାଇ ଅନ୍ୟ କିଛିର ଅନ୍ୱେଷଣ କରି ଚାଲିବ। ମନେକର ତୁମ ଭିତରେ କୌଣସି ଏକ ଭାବ ପ୍ରବେଶ କଲା, ତେବେ ସେହି ଭାବକୁ ପ୍ରତିଷ୍ଠିତ କରିବା ପାଇଁ ତୁମେ ଲାଗିପଡ଼। ତାହା ନ କରି କେବଳ ଗୁଡ଼ାଇ ଏଣୁ ତେଣୁ ବଡ଼ ବଡ଼ ଭାବି ମୁଣ୍ଡରେ ପୁରାଇ ସେହି ଭାବ ସଂଗ୍ରହରେ ମାତିବା ଆଦୌ ଠିକ୍ ନୁହେଁ। ଭାବଗୁଡ଼ିକ ନିଶ୍ଚୟ ତା ବେଳାରେ ଖୁବ୍ ଦରକାରୀ, କିନ୍ତୁ ତାହା ଯେପରି ତୁମକୁ ଠିକ୍ ବେଳାରେ ସେହି ଉପଲବ୍ଧିଟି ଆଣି ଦେଇପାରେ। ତା ମାନେ ବିଶେଷତଃ ସେହି ସବୁ ଉପସ୍ଥିତ ଚରମ ବେଳାରେ ଯଦି ତୁମ ମନ ଭିତରେ ରଖିଥିବା ଭାବଟି ତୁମକୁ ଏକ ଆନ୍ତର ବିଜୟରେ ସାହାଯ୍ୟ କରେ, ତେବେ ଯାଇ ସେ ଭାବଟିର ମୂଲ୍ୟ ତୁମ ପାଖେ ରହିଛି। ତା ମାନେ ତୁମକୁ ଯେଉଁ ଯେଉଁ ଭଲ କଥା ଜଣାଅଛି ତାକୁ ଯଦି ତୁମେ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରି ନିଜ ଉପରେ ବିଜୟ ହାସଲ ନ କରୁଛ, ତାହେଲେ ସେହି ଭାବ ଗୁଡ଼ିକ ତୁମ ଭିତରେ କେବଳ ବାହ୍ୟ ଜ୍ଞାନ ବା ନିଷ୍ଫଳ ତଥ୍ୟ ଓ ତତ୍ତ୍ୱ ରୂପେ ରହିଥିବ। ଏ କଥାର ସାରାଂଶ ହେଲା, ତୁମେ ଯାହା ଜାଣିଛ ତାକୁ ପୂର୍ଣ୍ଣତଃ ଅଭ୍ୟାସ କର। ତାହେଲେ ଯାଇ ତୁମର ତତ୍ତ୍ୱ ଜ୍ଞାନକୁ ବ୍ୟବହାର ଉପଯୋଗୀ କରି ବଢ଼ାଇ ପାରିବ। ଏ କଥାର ସାରାଂଶ ହେଲା, ତୁମେ ଯାହା ଜାଣିଛ ତାକୁ ପୂର୍ଣ୍ଣତଃ ଅଭ୍ୟାସ କର। ତାହେଲେ ଯାଇ ତୁମର ତତ୍ତ୍ୱ ଜ୍ଞାନକୁ ବ୍ୟବହାର ଉପଯୋଗୀ କରି ବଢ଼ାଇ ପାରିବ। ଆମେ ଟିକେ ଟିକେ ଦେଖିବା, ଆମେ ଯେତିକି ବାଟ ଯାଇପାରିବା। ମା ଲେଖୁଛନ୍ତି, ଯେତେବେଳେ ତୁମେ ଏପରି କିଛି ପାଇଲ ଯାହାର ଶକ୍ତି ରହିଛି ତୁମ ଅଚେତନତା ଓ ଜଡ଼ତା ଉପରେ ବିଜୟ ହାସଲ ଦିଗରେ ତୁମକୁ ସାହାଯ୍ୟ କରିବା ପାଇଁ, ତେବେ ଶେଷ ପରିଣାମ ଘଟିବା ପର୍ଯ୍ୟନ୍ତ ସେହି ଶବ୍ଦ ବା ବାକ୍ୟରୁ ଉତ୍ପନ୍ନ ହେଉଥିବା ପ୍ରଭାବ ଗୁଡ଼ିକୁ ତୁମେ ନିଶ୍ଚୟ ବିନିଯୋଗ କରି ଚାଲିବ। ତାପରେ ଯାଇ ଅନ୍ୟ କିଛିର ଅନ୍ୱେଷଣ କରି ଚାଲିବ। ଦେଖନ୍ତୁ, ଆମେ ବହି ପଢୁଛନ୍ତି, ବହିରେ ଲେଖା ଅଛି ତାକୁ ବିଶ୍ୱାସ କରୁଛନ୍ତି ଏବଂ ଆମ ଜୀବନରେ ଅନେକ ଅନୁଭୂତି ଆସେ, ଅଭିଜ୍ଞତା ଆସେ। ସେ ଅଭିଜ୍ଞତାରୁ ମଧ୍ୟ ଆମେ ଶିଖନ୍ତି ଏବଂ ଆମ ଚତୁଃପାର୍ଶ୍ୱରେ କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ କିଛି କିଛି ପ୍ରାପ୍ତ କରିଥାନ୍ତି, ତାଙ୍କଠାରୁ ମଧ୍ୟ ଆମେ ପ୍ରେରଣା ନେଉ, କାର୍ଯ୍ୟ କରୁ ଏବଂ ଏ ସବୁ ଭିତରେ ବେଳେ ବେଳେ ଆମ ଭିତରେ ମଧ୍ୟ ଗୋଟେ ଅନ୍ତର ପ୍ରେରଣା ଆସେ। ତେଣୁ ଏସବୁ ଭିତରେ କୌଣସି ବାଟରେ ବି ଯଦି ଆମେ ଜାଣିଲେ ବା ଜାଣିବାକୁ ପାଇଲେ ଯେ ଏଇ ପ୍ରକାର କାର୍ଯ୍ୟ କରିଲେ ଆମର ଯେଉଁ ନିଜର ଜଡ଼ତା ରହିଛି, ଆମର ଯେଉଁ ଅଜ୍ଞତା ରହିଛି, ଅଚେତନତା ରହିଛି, ତା ଉପରେ ବିଜୟ ହାସଲ ହେଇପାରିବ। ଯେମିତି ଆମେ ତ ଦେଖୁଛନ୍ତି ଅନେକ ବ୍ୟକ୍ତି ଯେଉଁମାନେ ନାମ ଜପରେ ସିଦ୍ଧ ହେଇଛନ୍ତି ଏବଂ ସେମାନେ ସବୁବେଳେ କହୁଛନ୍ତି ଯେ ରାମ ସେ ବଡା ରାମ କା ନାମ, ଯେମିତି କୁହାଯାଏ। ଯଦି ନାମ ଜପ କରାଯାଏ ପ୍ରଭୁ ସ୍ୱୟଂ ନିଜେ ଉପସ୍ଥିତ ହୁଅନ୍ତି। ଆମେ ବି ଯଦି ସାମାନ୍ୟ ବି ନିଜର ଲଜିକ ପକେଇବା, ଆମେ ଯୋଉ ବ୍ୟକ୍ତିକୁ ଆହ୍ୱାନ ଡାକୁଛୁ ତା ନାଁ ଧରି ଯେତେ ଡାକୁଛୁ ସିଏ ଆସି ପହଞ୍ଚୁଛି। ତେଣୁ ଯେତେବେଳେ ପ୍ରଭୁଙ୍କର ଭଗବାନଙ୍କର ନାମ ନବା, ସେ ଯୋଉ ଶକ୍ତିକୁ ସେ ନାମଟି ରିପ୍ରେଜେଣ୍ଟ କରୁଛି, ଆମେ ଯେମିତି ନାମକୁ ଆମର ଯୋଉ ନାଁଟା ଆମେ କଣ ସେଇଆ ଆମେ ରିପ୍ରେଜେଣ୍ଟ କରୁଛୁ ସେ ନାଁ। ତେଣୁ ଯୋଉ ଠାକୁରଙ୍କୁ ବା ଯୋଉ ଭଗବାନଙ୍କୁ ବା ମାଙ୍କୁ ଡାକନ୍ତୁ ବା ଈଶ୍ୱରଙ୍କୁ ଡାକନ୍ତୁ, ସେ ଯୋଉ ନାଁରେ ସେ ଶକ୍ତିକୁ ସେ ରିପ୍ରେଜେଣ୍ଟ କରୁଛି, ସେ ନାଁଟି ତାଙ୍କୁ ଯଦି ବାରମ୍ବାର ବାରମ୍ବାର ଜପ କରାଯାଏ,
ତେଣୁ ସେ ଶକ୍ତିକୁ ଆମେ ଆବାହନ କରୁଛୁ ଏବଂ ସେ ଶକ୍ତି ଆସି ନିଜେ ଉପସ୍ଥିତ ହୁଅନ୍ତି ଏବଂ ସେ ଶକ୍ତିର ପ୍ରଭାବରେ ଆମେ ଆମର ଯୋଉ ନିମିତ୍ତତା ରହିଛି, ଆମର ଚେତନାର ଯୋଉ ସ୍ତରରେ ଆମେ ରହିଛୁ, ସେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ନେଇଯିବାର ସାମର୍ଥ୍ୟ ତାଙ୍କ ପାଖରେ ରହିଛି। ଆମେ ଦେଖି ଆସୁଛୁ ଯେ ତାର ପ୍ରଭାବ ଅଛି। ତାମାନେ ଆମେ ବର୍ତ୍ତମାନ ଜାଣିଲେ ଯଦି ମୁଁ ନାମ ଜପ କରୁଛି ତେବେ ନିଶ୍ଚୟ ମୋର ଚେତନାରେ ଅଗ୍ରଗତି ହବ। ତେବେ ସେଇ ଭାବଟିକୁ ବା ସେଇ କାର୍ଯ୍ୟଟିକୁ ଆମେ ଶେଷ ପରିଣାମ ଘଟିବା ପର୍ଯ୍ୟନ୍ତ ତାକୁ ନିଜେ ବିନିଯୋଗ କରିଚାଲିବା। ମା ଲେଖୁଛନ୍ତି ଶେଷ ପରିଣାମ ଘଟିବା ପର୍ଯ୍ୟନ୍ତ ସେଇ ଶବ୍ଦ ବା ବାକ୍ୟରୁ ଉତ୍ପନ୍ନ ହେଉଥିବା ପ୍ରଭାବ ଗୁଡ଼ିକୁ ତୁମେ ନିଶ୍ଚୟ ବିନିଯୋଗ କରି ଚାଲିବ, ନିଶ୍ଚୟ ବିନିଯୋଗ କରି ଚାଲିବ। ମା ଲେଖୁଛନ୍ତି ଆମେ କେତେ କଥା ଜାଣିଛନ୍ତି, ଯଦି ପୁରୁଣା ଘଟଣା ଶୁଣିଛନ୍ତି, କେହି କେହି କୁହନ୍ତି ଏହା କଣ ବିଜ୍ଞାନ ସମ୍ମତ, ଟିକେ ନିଜର ଲଜିକ ବି ବ୍ୟବହାର କରନ୍ତୁ। ଯୋଉ ଯିଏ ଲେଖିଛି, ଯିଏ ଏକ୍ସପେରିମେଣ୍ଟ କରିଛି, ସିଏ କିଛି ଗୋଟେ ଏକ୍ସପେରିମେଣ୍ଟ କରିକି ଲେଖିଛି ତ। ଆଉ ଯୋଉମାନେ ଆମେ ଶୁଣିଛନ୍ତି ବାଲ୍ମୀକି ଆ ପୂର୍ବରୁ ଦସ୍ୟୁ ଥିଲେ, ସିଏ ନାମ ଜପ କରି ପ୍ରଥମେ ନାମ ଜପ କରିପାରୁନଥିଲେ ଏବଂ ତାପରେ ଧୀରେ 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 ଅଭ୍ୟାସ ଆରମ୍ଭ କଲେ। ରାମ ନାମ ଜପ ଆରମ୍ଭ ହେଲା ପରେ ଯେତେବେଳେ ସିଏ ଦସ୍ୟୁରୁ ଧୀରେ 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 ଏକ ମହାଯୋଗୀ ପାଲଟିଲେ, ଅନ୍ତର ପ୍ରେରଣା ପ୍ରାପ୍ତ କଲେ ଏବଂ ଅନେକ ଉଦାହରଣ ଆମ ପାଖରେ ରହିଛି। ଠିକ ଅଛି, ତାକୁ ଟିକେ ଥରେ ପ୍ରାକ୍ଟିସ କରିକି ଦେଖନ୍ତୁ। ଆମେ ବି ଯଦି ଆମ ଜୀବନରେ ଦେଖୁଛନ୍ତି, ଏବେ ବି ବ୍ୟକ୍ତି ଅଛନ୍ତି ଯୋଉମାନେ ନାମ ଆବାହନ କରି ପ୍ରାପ୍ତ କରିଛନ୍ତି। ଏଇଠି ଦେଖନ୍ତୁ, ଏଇ ଯୋଉ ଚିତ୍ରଟି ରହିଛି, ଯେତେବେଳେ ପାର୍ବତୀ, ଉମା ବା ଶକ୍ତି ଯିଏ ବି କୁହନ୍ତୁ, ଯୋଉ ରୂପ ଯେତେବେଳେ ସେ ଯୋଉ ଯୋଉ ସମୟରେ ଯୋଉ ଭଳି ଭାବରେ ସେ ଜନ୍ମ ଗ୍ରହଣ କରିଛନ୍ତି, ଯୋଉ ରୂପ ପ୍ରାପ୍ତ କରିଛନ୍ତି, ସବୁ ସମୟରେ ସିଏ ପ୍ରଚେଷ୍ଟା କରିଛନ୍ତି, ତପସ୍ୟା କରିଛନ୍ତି, ତପ ଆଚରଣ କରିଛନ୍ତି, ଶିବଙ୍କୁ ଆହ୍ୱାନ କରିଛନ୍ତି। ଶେଷ ପର୍ଯ୍ୟନ୍ତ ସେ ଲାଗି ରହିଛନ୍ତି, ଯେ ପର୍ଯ୍ୟନ୍ତ ସେ ଭଗବାନଙ୍କୁ ପ୍ରାପ୍ତ କରି ନାହାନ୍ତି। ତେଣୁ ଆମେ ଯୋଉ କିଛି ବି ଆମେ ଜାଣୁଛନ୍ତି, ତେବେ ମା ଲେଖୁଛନ୍ତି ଆମେ ନିଶ୍ଚୟ ତାକୁ ଲାଗି ରହିବା, ସେଥିରେ ପ୍ରାପ୍ତ କରିବା ବା ଶେଷ ପରିଣାମ ଘଟିବା ପର୍ଯ୍ୟନ୍ତ, ତାପରେ ଯାଇ ଅନ୍ୟ କିଛିର ଅନ୍ୱେଷଣ କରି ଚାଲିବୁ। ମା କହୁଛନ୍ତି ମନେକର ତୁମ ଭିତରେ କୌଣସି ଏକ ଭାବ ପ୍ରବେଶ କଲା, ତେବେ ସେଇ ଭାବକୁ ପ୍ରତିଷ୍ଠିତ କରିବା ପାଇଁ ତୁମେ ଲାଗି ପଡ। ତାହା ନ କରି କେବଳ ଗୁଡାଏ ଏଣୁ ତେଣୁ ବଡ ବଡ ଭାବି ମୁଣ୍ଡରେ ପୁରାଇ ସେଇ ଭାବ ସଂଗ୍ରହରେ ମାତିବା ଆଦୌ ଠିକ ନୁହେଁ। କଣ ଘଟଣା ଘଟେ, ଆମେ ଯେତେବେଳେ ପାଠ୍ୟକ୍ରମରେ ବସୁଛନ୍ତି ବା ଅଧ୍ୟୟନ କରୁଛନ୍ତି ବା ଅନେକ ବ୍ୟକ୍ତିଙ୍କ ସମ୍ପର୍କରେ ଆସନ୍ତି, ସେମାନେ ଅନେକ ଲୋକ କହିବେ ଏଇଟା କରୁନୁ, ସେଟା କରୁନୁ, ଏଇଟା କରୁନୁ, ବହୁତ କଥା କହିବେ। ତାହା ବି ଠିକ ହେଇପାରେ ବା ନ ହେଇପାରେ, ସେଟା ତ ଆଉ ଗୋଟେ କଥା। କିନ୍ତୁ ଆମେ ଯେତେ ପାଠ୍ୟକ୍ରମରେ ବସୁଛନ୍ତି ଏବଂ ପଢୁଛନ୍ତି, କେତେ କେତେ କଥା କୁହାଉଛି, ଏଇଟା ଏମିତି ହେଲେ ଏହା ହବ, ସେମିତି ହେଲେ ସେୟା ହବ। ଏବଂ ମା ତ ନିଜେ ଲେଖୁଛନ୍ତି, ସେତେବେଳେ ଆମ ଭିତରେ ଗୋଟେ ଦ୍ଵନ୍ଦ ଆସେ। କଣ ଆସେ, ମୁଁ ଏପର୍ଯ୍ୟନ୍ତ କିଛି ଆରମ୍ଭ କରିନି, ଏଇଟା କରିବି ନା ସେଇଟା କରିବି, ଏମିତି କରିବି ନା ସେମିତି କରିବି, ଇତ୍ୟାଦି ଇତ୍ୟାଦି। ମା ସେଥିପାଇଁ ଲେଖୁଛନ୍ତି କୌଣସି ଏକ ଭାବ ତୁମ ଭିତରେ ପ୍ରବେଶ କଲା, ବେଳେ ବେଳେ ମୋ ଭିତରେ ଜିଜ୍ଞାସାର ଭାବ ପ୍ରବେଶ କରିପାରେ, ଭକ୍ତିର ଭାବ ପ୍ରବେଶ କରିପାରେ, କିମ୍ବା ମୋ ଭିତରେ ଏକ ନିଶ୍ଚୟତା ବୋଧ ଆସେ ଯେ ନାଇଁ ମୁଁ କିଛି ସମୟ ଧ୍ୟାନ କରିବି। ଗୋଟେ ଭାବ ଆସି ପ୍ରବେଶ କରେ, ନିଜ ଭିତରେ ଗୋଟେ କଂକ୍ରିଟ ଲାଗେ ଯେ ମୁଁ ଏଇଟା କରିବି। ଅନେକ ଗୁଡେ କଥା ମୁଁ ଶୁଣୁଛି, ଅନେକ ଗୁଡେ କାର୍ଯ୍ୟ କଣ କଣ କରିବାକୁ ହବ ମୁଁ ବୁଝୁଛି, ତା ଭିତରେ ଗୋଟିଏ କୌଣସି ଏକ ଭାବ ପ୍ରତି ମୋର ଏକ ନିଶ୍ଚୟତା ବୋଧ ଆସେ, ବା ମୁଁ ଭାବେ ଯେ ଏଇଟା କରିହବ, ବା ମୁଁ ଏଇଟା କାଲିଠୁ ପ୍ରାକ୍ଟିସ କରିବି। ସେଇ ଯୋଉ କଥାଟି ବି ଆପଣ ଭାବୁଛନ୍ତି, ସେଇ ଭାବକୁ ନିଜ ଭିତରେ ପ୍ରତିଷ୍ଠିତ କରିବା ପାଇଁ ଲାଗି ପଡ, ତାମାନେ ସେ ଅଭ୍ୟାସ କରିବାକୁ ଆରମ୍ଭ କର।
नहले जदि एणु तेणु गुड़ाए भाभी एटा करी सेटा करी तार भितर माती रहिबा ताहले कौन हबो ना आमे किछि करि परिबा नै जे कोनोसी गोटे एटी चित्रटे रहउची कोन देखंतु सी अभ्यास करूची पाठटी पढुची पढ़िबा भितरे बही एपटे धरिची ताकू देखुची एपटे लेखिबा अभ्यास कर तार हुए तो मन करा जो आमे पाठ पढ़िला बेले केते मने रहउची केते मने रहउ नै से देखिला मोर मने रहउ नै पचारले आसु नै तनु से बही तार धरला सेटू देखुची एटी अभ्यास कर ताकू लेखुची ता भितरे आसीची जो भाव से लागी रहिची जेते गुड़ाए भाव आम भीतर को आसे एटा करबी सेटा करबी से करबी एया करा जाए कुआ जाउची बारंबार कुआ जेमती कर सेमती कर सबु भितरु जो भावटी को हो गोटाए भाव को से आम धरिबा एवं अभ्यास करिबा काना प्रत्येक कार्य ता बेलारे खूब दरकारी सेति मालिक भाव गुड़िक निश्चय ता बेलारे खूब दरकारी किंतु ताहा जेपरि तुमको ठीक बेलारे से उपलब्धि आनी देई पारे तेणु जो भावटी मो भितर आसुची वर्तमान जो निश्चयता बोध आसी ताको मु अभ्यास करी सबु भाव काम दब किंतु मु एटा करी सेटा करी जदि ता भितर माती रहिले ताहले मु किछि कर परिबी नाही तेणु आम भितर जो भाव प्रति निश्चयता बोध गोटे आसुची बा मते लागुची मु एटा करी से मु लागी रही जो शेष लाइन कहते जे सबु काम सबु भावटी ता बेलार दरकारी किंतु तुमको जेमि से ठीक समय रे से तुमको साहाय्य करि पारे सेति पे मा ता पर लाइन ता पढी के हम देखिबा मा लिखछंती ता माने विशेषतः सेई सब उपस्थित चरम बेला रे जदि तुम मन भितर रखिथिबा भावटी तुमको एक अंतर विजय रे साहाय्य करे तेबे जाई से भावटीर मूल्य तुम पाखे रही कौन कहले जे जो जो भाव आम भीतर रही सी जेपरी आमको अंतर विजय रे साहाय्य करे से जो बारंबार कथा कहते यहीटा देखो आम सब बेले जिते बड़े आलोचना कर गोटाए जिनस गुरुत्व निश्चय दबा जे जो भाव जो गति स्पंदन जो कार्य मु जहा करुची ताहा मोर अंतर विजय रे साहाय्य करुची तो जो जो भाव मो भीतर को आसुची जदि तुम मन भितर रखिथिबा भावटी तुमको एक अंतर विजय रे साहाय्य करे ताहेले सेई भावटीर मूल्य रही सेई भावटीर मूल्य तुम पाखे रही देखंतु पूर्व दिन आम आलोचना करथिले जे अन्य लोकंको प्रभाव रु मुक्त रुह मा लिखथिले चिरंतन बही रे किछ दिन तळे आम आलोचना करथिले सेतबळे आउ कि दिन पर भी आम आलोचना करथिले पुस्तक विषय रे गीत विषय रे शब्द विषय रे सबु जगार से कहउचंती जेतेबळे व्यक्ति सहित बा पुस्तक सहित बा जो शब्द सहित गीत सहित मोर संपर्क रहउची से सबु संपर्क से सबु तांक सहित मोर भाव जदि मोर अंतर विजय रे साहाय्य करूनी जदि मते अंतरात्मा आविष्कार रे साहाय्य करू नाही जदि चैतन्यता आविष्कार रे साहाय्य करू नाही जदि मां को आविष्कार करियर साहाय्य करू नाही मांकर उपस्थिति को मो भितरे रखिबार साहाय्य करू नाही जदि मां को उपस्थिति रु मते दूरेई दउची मोर मन प्राणर जो भाव स्पंदन को केवल बढ़ौची मोर प्राणर उद्दामता को बढ़ौची एक्साइटमेंट लिखा हैतिला आमे पढ़ुथिले कि दिन तळे जे फेथफुलनेस ऊपर पढ़ला से हम देखिले जदि कहा सहित भी संपर्क मो भीतर एक्साइटमेंट आणुची एंजाइटी आणुची डिप्रेशन आणुची तबे से भाव गुडकर मो पे कोन मूल्य रही से संपर्क मो पे कोन मूल्य रही कारण ता फल रे मोर आध्यात्मिक अग्रगति हबो नाही मोर अंतर विजय हबो नाही सेति पई ए लाइन तो आउ थरे मन रखिबा जदि तुम मन भीतर रखिथिबा भावटी तुमको एक अंतर विजय रे साहाय्य करे ता हेले सेई भावटीर मूल्य तुम पाखे रही जदि नाही तेबे
तार कौन मूल्य ना कौन मूल्य ना मत अनेक गुटे प्रशंसा मिल पारे से प्रशंसार मुझे माति गली तेरे मन रखु भारी कष्ट से जो अहंकार निजको पुणी मुक्त कर रखा कारण से अनेक जगार वर्णना करा जाउची लेखा जाउची विरोधी शक्ति कौन करे आमको सफलता आनी दिए कहीं दिए ना सफल पाएता हेले आमे भगवान को भूली जीवु माँ को भूली जीवु ईश्वर को भूली जीवु अंतरात्मा चैत्य सत्ता सब जिन भूली जीवु से आमर इगो बढ़ी जीव तेणु सी गोटे एमतिया गोटे टेस्ट जो टेस्ट रे अधिकांश व्यक्ति फेल हुआ तेणु से माँ कहती प्रभु अनेक जगह कहते तुम्हें सफलता के आशा कर ना तुम्हें सब बेले माँ को प्रार्थना कर सी तुमको परिचालित कर तुम्हें से निष्ठापरता परफेक्शन सब आस्पुरा कर परफेक्शन परिपूर्णता आस्पुरा कर ताहेले माँ जदि दायित्व नहीं गले ताहले जेतेबेले सफलता आम पाखक आसीबो सेतेबेले इगो आ मुंड टेक पारिबो नाही तेणु एटा आमे मन रखिबा जदि अंतर विजय साहाय्य करू नाही तेबे से भावटर मूल्य मो पाखरे नाही कहउचंती माँ लिखले कौन ता माने तुमको जो जो भल कथा जना अछि अनेक गुडा कथा जना अछि एटा करिवि सेटा करिवि सेटा करिवि सेटा करिवि जो जो भल कथा जना अछि जदि तुम्हें कार्य क्षेत्र रे प्रयोग करी निज उपरे विजय हासिल न करूछ कार्य क्षेत्र रे प्रयोग करी विजय हासिल न करूछ निज उपरे ताले से भाव गुड़िक तुम भितर केवल बाह्य ज्ञान बा निष्फल तथ्य और तत्व रूपे रही ये गोटे बढ़िया मजा कथाटे गपटे मन पड़े जो बाड़ी बैगण पोथी बैगण सब कहते ढगरे कहती बाड़ी बैगण पोथी बैगण अनेक एबे कि धीरे धीरे पिला माने बुझी पारना हठात बाड़ी बैगण पोथी बैगण कहले कौन पोथी बैगण बैगण वर्णना करे मजा कथाटे मामू कहते प्राय समय मुझे कहूँ जे पेपर रे बाहरी अमक जगार बन्या बन्या पूरा गाँ बुड़ी जाइए पानी जलार्णव सबुआडे गाड़ी फाड़ी सब भासुची से पेपर जो लेखाई से पेपर टाक कषिक मोडिकी चिपुड़े से पानी बुंदाए बाहर पेपर लेखाई बाहरी बन्या चित्र भी पानी पूरा भर्ती देखा जाऊँ जलार्णव 2 महला 3 महला घर सब जाक केमती बुड़ी जाइए देखा जाऊनी खाली मुंडी देखा जाउची से पेपर टाक धरिकी चिपुड़े कषि पानी बुंदाए बाहर सेटा हला बन्यार चित्र सेटा हला पोथी बैगण बन्या जो है बाड़ी बैगण पंडिते जेतबेले वर्णना करुछंती जो साधु माने जो ज्ञानी लोक माने एक्चुअली आमे कहिला बेले पाटरू बाहरी आसुची साधु माने जो माने भी ज्ञान हासिल करी जेतबेले केवल से तत्व को बांटुचंती सेथिरे जदि से निजे बंचु नाहंती कार्य क्षेत्र रे ताकू प्रयोग करू नाहंती सेतबेले सेटा हे गला पोथी बैगण तार गोटे एग्जांपल होची जने व्यक्ति सी जनक घर को सब बेले रेगुलाली जानती क्षीर नहीं कि दियंती सी कौन करती से क्षीर कृष्ण को पाखरे तांकर आराध्य कृष्ण को पाखरे से लगाती तापरे से तांकर कार्य करती दिने से कहले जे देख तमे क्षीर जो समय आनी दउथिल टिके काली ठारू आसंता काली ठारू टिके शीघ्र आनी दब भोर भोर दब कहीं ना मोर 2टा 3टा गाँ परे दूर गाँ रे मोर रही कार्यक्रम जो कि मते भाषण देवाक जीवाक पड़ो एटा रेगुलाली ना के दिन जाए चलो तेणु मु कृष्ण को भोग लगे देकी पलैबी
ତେଣୁ ତମେ ଟିକେ ଶୀଘ୍ର ଆଣିଦବ, ଅନ୍ଧାର ଅନ୍ଧାର ଥିବ ଦେଇଦେଲେ ଟିକେ ମୋ କାମଟି ହେଇଯିବ। ସିଏ କହିଲେ ଆଜ୍ଞା ଅନ୍ଧାର ଅନ୍ଧାରୁଆ ଏତେ ଶୀଘ୍ର ଆସିବି କାହିଁକି ନା ନଈ ପାରି ହେଇକି ଆସୁଛି। ହଁ ତେଣୁ କଣ କରିବି, ଘାଟିଆ ତ ଘାଟ ଲଗେଇଲେ ସିନା ଆଣିବି। ଘାଟିଆ ମାନେ ଯିଏ ନୌକା ଚଳେ ତାକୁ କୁହାଯାଏ ଘାଟିଆ ବୋଲି କହନ୍ତି, ନାଉରୀ ବୋଲି କହନ୍ତି। ନାଉରିଆ ଯଦି ଡଙ୍ଗା ସିନା ନେଇକି ଆସିବ, ସେ ତ ଏତେ ସକାଳୁ ଉଠି ନଥିବ। ସେ କହିଲେ ଦେଖ ଆଉ କଣ କରିବା, ଆଉ ମୁଁ କଣ ଆଉ କୃଷ୍ଣଙ୍କୁ ଆଉ ପ୍ରସାଦ ନ ଚଢେଇକିରି ନିଜେ କେମିତି ଖାଇକି ଯିବି, ଟିକେ ଏତିକି କଷ୍ଟ କର କେମିତି କଣ ତାକୁ ଟିକେ ମନେଇକିରି ନାନିବି ତାକୁ କହିବୁ, ନହେଲେ ଟିକେ ଅଧିକା ପଇସା ଟିକେ ଦେବି, ମୁଁ ଦେଇଦେବି ତା ପଇସା ଅଧିକା ପଇସା ତାକୁ ଦବା, ଟିକେ ତମେ ତାକୁ ପାଉନା ଟିକେ ଅଧିକା ଦବା, ତମେ ତାକୁ କହିକି ନେଇକି ଆସ। ସେ କହିଲା ମୁଁ ଚେଷ୍ଟା କରେ, ଚେଷ୍ଟା କରିବି। ସିଏ ଯୋଉ କିଛି ଦିନ ଆଗରେ ରହିଛି, ମୁଁ ଭୁଲରେ କହିଦେଲି ଗୋଟାଏ ଦିନ କାଲି ବୋଲି, ସେ କହିଲେ ଅମକ ଦିନ ଠାରୁ ସେ ସେଠୁ ଗଲେ ଆଣିକି କ୍ଷୀର ଦଉଛନ୍ତି। ଦିନେ ଯୋଉ ଦିନ ଆସି ପହଞ୍ଚିଲା ସେଦିନ ପୁଣି କହିଲେ, ସେ କହିଲେ ଆଜ୍ଞା ମୁଁ ନାଉରିଆକୁ କହୁଥିଲି ଆଉ ସେ ତ ଏତେ ଶୀଘ୍ର ଆସିବାକୁ ରାଜି ହଉନାହିଁ, ଆଉ କଣ କରିବି, ମୁଁ ନଈ ପାରି ହେଇକି କେମିତି ଆସିବି। ସେଉଠୁ ସେ ପଣ୍ଡିତେ ତାଙ୍କୁ କହୁ କହୁ କହିଲେ, କଣ ଲୋକେ ପ୍ରଭୁଙ୍କ ନାଁ ନେଇକିରି ଅ ଭବ ସଂସାର ପାର ହେଇଯାଉଛନ୍ତି, ତୁ ସାମାନ୍ୟ ଇଏ ନଈଟା ପାର ହେଇ ଯାଇ ପାରିବୁ ନାହିଁ। ଭଗବାନଙ୍କ ନାଁ ନେଇକି ଲୋକ ଭବ ସଂସାର ପାର ହେଇଯାଉଛନ୍ତି, ତୁ ସାମାନ୍ୟ ନଈଟା ପାର ହେଇପାରିବନି, ତୁ ଗୋଟେ ମତେ କହୁଛୁ ହେଇପାରିବନି। ତେଣୁ ସିଏ କହିଲେ ହଉ, ତୁ ପଳେଇଲେ। ତା ପର ଦିନ ଠାରୁ ରେଗୁଲାରଲି କ୍ଷୀର ଠିକ ଟାଇମ ରେ ଆଣିକି ଦେଲେ। ଯୋଉ ଦିନ ତାଙ୍କର ସରିଗଲା ସେଠି କାର୍ଯ୍ୟକ୍ରମ, ସିଏ ତା ପରଦିନ ତାଙ୍କୁ କହିଲେ ହଉ ଯାହା ହଉ ତୁମ ପାଖରେ ମୁଁ ଅତି କୃତଜ୍ଞ, ତମେ ସବୁଦିନ ଆଣିକି ଠିକ ଟାଇମ ରେ ଆଣିକି ଦେଲ, ଏବଂ ତାର ପରିଣାମ ସ୍ୱରୂପ ମୁଁ ଶୀଘ୍ର ଶୀଘ୍ର କାମ ସାରିକି ଯାଇକି ଅନ୍ୟ ଗାଁ ରେ ବି ସମୟରେ ପହଞ୍ଚିଲି, ଏବଂ ସେଠି ଭାଷଣ ବି ହେଲା, ଏବଂ ଠିକ ସମୟରେ ଫେରିଲି। ଆଉ ତମେ ଏଇ ପଇସା ଟା ନିଅ ତମ ପାଉନା, ଆଉ ଅଧିକ କିଛି ବି ମାନେ ଦେଲେ ତାଙ୍କୁ, ଏବଂ ଆଉ କିଛି ଅଧିକ ବାହାର କରି କହିଲେ ଏଇଟା ନେଇଯାଅ, ସେ ନାଉରିଆକୁ ଦବ। ସିଏ ସେଠୁ ସେ ପାଉଣାଟି ଫେରିଦେଲା, କହିଲା ଆଜ୍ଞା ଆଉ ନାଉରିଆକୁ ଦବା ଦରକାର ନାହିଁ। ନା କାହିଁକି? ଆଉ ସିଏ ଏତେ ପରିଶ୍ରମ କରୁଛି, ସକାଳୁ ଉଠିକି ଆସିଛି, ଆମେ କଥା ଦେଇଥିଲେ ତାକୁ ଦବା ବୋଲି। ନାଇଁ ଆଜ୍ଞା, ନାଉରିଆ କଣ, ମୁଁ ଆଉ କଣ ନାଉରିଆକୁ ଡାକିଲି କି, ନାଉରିଆ ମନା କରିଥିଲା। ଆଉ ମୁଁ ନାଉରିଆକୁ ଡାକିନି। ନା ଆଉ ନାଉରିଆକୁ ଡାକିନ, ନଈପାରି କେମିତି ହେଲୁ, କଣ ନିଜେ ନାଁ ଚଲେଇବା ଶିଖିଗଲୁ ନା କଣ? ସେ କହିଲେ ନାଇଁ ଆଜ୍ଞା। କହିଲେ ଆଉ କେମିତି ପାରି ହେଲୁ? ନାଇଁ ଆପଣ ସେଦିନ ଯୋଉ କହିଥିଲେ ଯେ କୃଷ୍ଣଙ୍କ ନାଁ ନେଇ ଲୋକ ଭବ ସଂସାରରୁ ପାରି ହେଉଛନ୍ତି, ତୁ ଆଉ ନଈଟା ପାରି ହେବୁନି। ମୁଁ ଆଜ୍ଞା କୃଷ୍ଣଙ୍କ ନାଁ ନେଇକିରି ନଈଟା ପାରି ହେଇକି ପଳେଇ ଆସେ ଆଉ। ତାଙ୍କ ମୁଣ୍ଡ ଗୋଲ ହେଇଗଲା, କଣ କହିଲ କୃଷ୍ଣଙ୍କ ନାଁ ନେଇକି ନଈ ପାରି ହେଇ ପଳେଇ ଆଇଲ, ଡଙ୍ଗାରେ ଦରକାର ହେଲାନି। ନାଇଁ ଆଜ୍ଞା ଆଉ କଣ ଡଙ୍ଗା ଦରକାର ହଉଛି ମୋର, ମୁଁ ବା ସବୁଦିନ କୃଷ୍ଣ ନାଁ ନଉଛି, ଡଙ୍ଗା ଯୋଉ ନଈ ପାରି ହେଇକି ପଳେଇ ଯାଉଛି। ନା ଆଉଥରେ, ନା ହଁ ଆଜ୍ଞା ମୁଁ ପା ଆଜ୍ଞା ନଈ ଉପରେ ଚାଲି ଚାଲି ପଳେଇ ଆସୁଛି ବା। ସେ ଅତି ସରଳ ଭାବରେ କହୁଛି, କାହିଁକି? ଯୋଉ ଦିନ ନନା ପଣ୍ଡିତେ ତାଙ୍କୁ କହିଲେ, ସେଇଦିନ ସିଏ ଭାବିଲେ, କହିଲେ ପଣ୍ଡିତେ କହୁଛନ୍ତି ଆଉ କୃଷ୍ଣଙ୍କ ନାଁ ନେଇକି ନଈ ପାରି ହେଇଯିବ, ତେଣୁ ମୁଁ କାହିଁ ପାରି ହେଇପାରିବିନି। ତା ଭିତରେ ସେ ତା ଭିତରେ ଦ୍ଵନ୍ଦ ନାହିଁ, ଦ୍ଵନ୍ଦ ନାହିଁ। ସରଳ, ସେ କୃଷ୍ଣଙ୍କ ନାଁ ନେଲେ ନଈପାରି ହବ, ତେଣୁ ସେ ସବୁଦିନ କୃଷ୍ଣଙ୍କ ନାଁ ନଉଛି, ନଈ ଉପରେ ଚାଲି ଚାଲି ଆସିଲା, ଆସି ପହଞ୍ଚିଗଲା। ନନା କହିଲେ ସତ କହୁଛୁ ନା, ହଁ ଆଜ୍ଞା, ନା ଆସୁନାହାନ୍ତି ଆଜ୍ଞା। ସେଉଠୁ ପଣ୍ଡିତେ ଗଲେ, ସିଏ ତାଙ୍କରି ଆଗରେ କୃଷ୍ଣ 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 କହିକିରି ଚାଲିଲା ନଈ ଉପରେ। ଅଧ ବାଟ ହେଇକି ଅନେଇଲାକୁ, ଆରେ ନନା ଆପଣ ଆସୁନାହାନ୍ତି। ନନା ଏପଟରେ ଧୋତି ଟେକୁଛନ୍ତି, କୃଷ୍ଣ କୃଷ୍ଣ କହୁଛନ୍ତି ସିନା, ଗୋଟାଏ ଗୋଡ ପାଣିରେ ପୁରେଇଛନ୍ତି, ପାଣି ଅଲରେଡି ହେଇଗଲାଣି। ଧୋତି ଟେକି ଧୀରେ ଧୀରେ ଭିତରକୁ ପଶୁଛନ୍ତି, କହୁଛନ୍ତି କଣ ଇଏ କଣ ମୋ ଆଗରେ ଚାଲି ଚାଲି ପଳଉଛି। କଥାଟି ହେଲା କଣ, କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବା, ତା ପ୍ରତି ନିଜର ବିଶ୍ୱସ୍ତତା ବିଶ୍ୱାସ, ସିଏ କଣ କରେ ଆମକୁ ବିଜୟ ହାସଲ କରିବାରେ ସାହାଯ୍ୟ କରେ। ଆମର ସରଳତା କଣ କରେ, ଭଗବାନ କୃପାକୁ ଆମ ପାଖରେ
उपलब्धि कराए, आमको चिह्नित कराए, आमे ताकू अनुभव करिपारू। आमर जदि विश्वास नाही कार्य क्षेत्र रे हम ताकू जदि प्रयोग करूनांती ताहा केवल से बाह्य ज्ञान ହେଇକି ରହିବ। एई जेमति तांको क्षेत्र रे निष्फल तथ्य और तत्व रूपे रहिगला, सिए नई पारी ही पारले नाही। किंतु दूध वाला नई पारी ही चलीगला तांकर ना नहीं। तेणु से भाव गुड़िक को आम कार्य क्षेत्र में प्रयोग करने चेष्टा करवा जेपरी ताहा आम भितरे जो अंतर विजय रे से साहाय्य करिवो, अंतर अग्रगति हब। तेणु से लगी रहा माँ लिखुंट तेणु सारांश है कौन, जदि एते गुड़ा कथा मु जानिली आरंभ कही तुम जो भावटी को धरिच से शेष परिणाम घटवा पर्यंत से लगी रुह। तेणु माँ लिखुं सारांश, माँ निजे लिखुं एक कथार सारांश है तुम्हें जहाँ जानिछ ताकू पूर्णतः अभ्यास कर। आमे जहाँ जानी ताकू अभ्यास कर, पूर्णतः अभ्यास कर। देख अभ्यास बड़े कार्यसिद्धि, अभ्यास कर ताहले जाई तुमर तत्व ज्ञान को व्यवहार उपयोगी करी बढ़ाई पारिबो। जो तत्व ज्ञान हम पाखे रही ताकू व्यवहार उपयोगी करी हम। जो एग्जांपल टा देले तत्व ज्ञान बहुत रही, भगवान पाखे शरण नेले से आमर सब दायित्व नियंती। आमे अनेक थर शुणी, मु तो देखी भी एबे भी लोक अच्छा जो माने मां को ऊपर भगवान को ऊपर विश्वास रखते, भगवान तांको पई आसी को व्यक्तिर शरीर ग्रहण करचंती, तांको साहाय्य करचंती, तांकर आवश्यक मुताबक घटना भी घटी। आगुरु आमे शुणी कर दबा खजना दबा को आसचंती, बिल रे हल करिवार साहाय्य करचंती, मा जिनस पत्र बोहिबार साहाय्य करचंती। भगवान आसंती एवं करंती मध्ये। जो जो तत्व ज्ञान आमे सब शुणुचंती, आमे पढ़ु बुझुचंती, ताको जदि आमे अभ्यास करिबा ताहले ताहा व्यवहार उपयोगी है जीवो। आमे छारिबा। Ma, thank you, Allah.